ଆପଣମାନେ ଦରିଦ୍ର ହୋଇଯିବେ। ଆଉ ଆପଣମାନେ ଦରିଦ୍ର ହେବାର କାରଣ ହେଉଛି ଆପଣମାନଙ୍କର ଭୁଲ। ଆପଣମାନେ ଯେଉଁ କାମ କରୁଛନ୍ତି, ଆପଣମାନଙ୍କର କର୍ମ ହିଁ ଆପଣମାନଙ୍କୁ ଗୋଟିଏ ସମୟରେ ଦରିଦ୍ର କରିଦେବ। ଗୋଟିଏ ସମୟରେ ତୁମେମାନେ ଗରିବ ହୋଇଯିବ। ଗୋଟିଏ ସମୟରେ ତୁମେମାନେ ଭିକ ମାଗିବ। ହଁ ସାଙ୍ଗମାନେ, ତୁମେମାନେ ଏମିତି କର୍ମ କରୁଛ ଯେଉଁ କର୍ମ ଦ୍ୱାରା ତୁମେମାନେ ନିଜକୁ ଦୁର୍ବଳ କରି କରି ଚାଲିଛ। ଆଜିର ଭିଡ଼ିଓଟି ସେହିଭଳି କିଛି, ଯାହା ଶୁଣିଲା ପରେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ସତରେ ଆମ ଜୀବନରେ ଆମେ କେତେ ପାପ କାର୍ଯ୍ୟ ନ କରୁଛୁ। ଆମ ପାପ କାର୍ଯ୍ୟ ଦ୍ୱାରା, ଆମର ଭୁଲ କାର୍ଯ୍ୟ ଦ୍ୱାରା ଆମେ ଦିନକୁ ଦିନ ଦରିଦ୍ର ହୋଇ ଯାଉଛୁ, ଦିନକୁ ଦିନ ଗରିବ ହୋଇ ଯାଉଛୁ। ସାଙ୍ଗମାନେ, ମା ଲକ୍ଷ୍ମୀ କୁହନ୍ତି ଏହି ତିନୋଟି ଅଭ୍ୟାସ ହୋଇଥାଏ ଦରିଦ୍ରତାର କାରଣ। ସାଙ୍ଗମାନେ, ଯଦି ଆପଣମାନଙ୍କ ପାଖରେ ଏହି ତିନୋଟି ଅଭ୍ୟାସ ଅଛି, ତାହେଲେ ଆପଣମାନେ ଗୋଟିଏ ସମୟରେ ନିଶ୍ଚିନ୍ତ ଭାବରେ ଦରିଦ୍ର ହୋଇଯିବେ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଲାଇକ୍ଟିଏ ନିଶ୍ଚିତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ, ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖମୟ ଜୀବନଯାପନ କରିବା ପାଇଁ ଦିନରାତି ବହୁତ କଷ୍ଟ କରିଥାନ୍ତି। ହେଲେ ବହୁତ କଷ୍ଟ କରିବା ପରେ ମଧ୍ୟ ସେମାନେ ଧନ ଅର୍ଜନ କରିପାରନ୍ତି ନାହିଁ। ମା ଲକ୍ଷ୍ମୀଙ୍କ ମତରେ ମଣିଷର କିଛି ଖରାପ ଅଭ୍ୟାସ ପାଇଁ ସେ ଦରିଦ୍ରତା ଭୋଗ କରିଥାଏ। ଏହି ଭୁଲ ପାଇଁ ମଣିଷକୁ ନିଜ ଭାଗ୍ୟର ସହାୟତା ମିଳିନଥାଏ। ସାଙ୍ଗମାନେ, ଯଦି ମଣିଷ ଏହିଭଳି ଭୁଲ କରିଥାଏ, ତାହେଲେ କେବେ ବି ହେଲେ ତାଙ୍କୁ ଭଗବାନଙ୍କର ସାହାରା ମିଳିନଥାଏ। ଆଜି ମୁଁ ଆପଣମାନଙ୍କୁ ମଣିଷର ଏହି ଭୁଲ ବା ଖରାପ ଅଭ୍ୟାସ ବିଷୟରେ କହିବାକୁ ଯାଉଛି। ତେବେ ସାଙ୍ଗମାନେ, ଆସନ୍ତୁ ଜାଣିବା ଏହା ବିଷୟରେ କ'ଣ କ'ଣ ସେହି ତିନୋଟି ଜିନିଷ। ପ୍ରଥମରେ ହେଉଛି, ଗୀତାରେ କୁହାଯାଇଛି ଯେଉଁ ଲୋକମାନେ ଭଗବାନଙ୍କୁ ଭୋଗ ନ ଚଢ଼ାଇ ନିଜେ ପ୍ରଥମେ ଭୋଜନ ପ୍ରାପ୍ତି କରିଥାନ୍ତି, ସେହି ଲୋକମାନେ ବହୁତ ବଡ଼ ଭୁଲ କରିଥାନ୍ତି। ସେମାନଙ୍କୁ ଲୋକ ଓ ପରଲୋକରେ ଏହାର ଦଣ୍ଡ ସହିବାକୁ ପଡ଼ିଥାଏ। ସାଙ୍ଗମାନେ, ଆପଣଙ୍କ ଘରେ ଆପଣମାନେ ଯେତେବେଳେ ସକାଳୁ ଉଠି ଖାଉଛନ୍ତି, ଆପଣମାନେ ଖାଇବା ପୂର୍ବରୁ ଭଗବାନଙ୍କୁ ଆଗେ ଖାଇବାକୁ ଦିଅନ୍ତୁ। ଏହାର ମାନେ ହେଉଛି ଆଗେ ଭଗବାନଙ୍କୁ ପୂଜା କରନ୍ତୁ, ଭଗବାନଙ୍କର ପ୍ରସାଦ ସେବନ କରନ୍ତୁ, ତାପରେ ଯାଇ ଘରର କୌଣସି ଖାଦ୍ୟ ଆପଣମାନେ ସେବନ କରନ୍ତୁ। ନହେଲେ ଯଦି ଆପଣମାନେ ଏହି କାମ ନ କରୁଛନ୍ତି, ତାହେଲେ ଆପଣମାନଙ୍କୁ ଲୋକ ଓ ପରଲୋକରେ ଦଣ୍ଡ ମିଳିପାରେ। ଯେଉଁ ଲୋକମାନଙ୍କ ଘରେ ସକାଳ ଓ ସନ୍ଧ୍ୟା ସମୟରେ ଭଗବାନଙ୍କ ପୂଜା କରାଯାଉ ନାହିଁ ଓ ଯେଉଁ ଲୋକମାନଙ୍କ ଘରେ ଭଗବାନଙ୍କ ସମ୍ମୁଖରେ ଦୀପ ଲଗାଯାଉ ନାହିଁ, ସେମାନଙ୍କୁ ଦରିଦ୍ରତା ଭୋଗ କରିବାକୁ ହେବ। ସେଥିପାଇଁ ଆପଣ ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ ଭଗବାନଙ୍କର ପୂଜା କରନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଥିବା ସମସ୍ତ ନକାରାତ୍ମକ ଊର୍ଜା ଶେଷ ହେବ ଓ ଆପଣଙ୍କର ଉପରେ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ସଦାସର୍ବଦା ରହିବ। ସାଙ୍ଗମାନେ, ଯଦି ଆପଣଙ୍କ ଘରେ ପୂଜା ଆପଣମାନେ କରୁନାହାନ୍ତି ବା ପୂଜା କରିବା ସମୟରେ ଧୂପ କିମ୍ବା ଦୀପ ଭଗବାନଙ୍କ ପାଖରେ ଲଗାଉନାହାନ୍ତି, ଭଗବାନଙ୍କ ପାଖରେ ଜାଳୁନାହାନ୍ତି, ତାହେଲେ ଆପଣମାନେ ବହୁତ ବଡ଼ ଭୁଲ କରୁଛନ୍ତି। ଆପଣମାନଙ୍କୁ ମୁଁ ଜଣାଇ ଦେବାକୁ ଚାହୁଁଛି, ଆପଣମାନେ ଯେତେବେଳେ ବି ଭଗବାନଙ୍କ ପୂଜା କରୁଛନ୍ତି, ସଦାସର୍ବଦା ଭଗବାନଙ୍କୁ ଧୂପ ଦୀପର ଆଳତି କରନ୍ତୁ। ଧୂପ ଦୀପ ଭଗବାନଙ୍କ ପାଖରେ ନିଶ୍ଚିତ ଭାବରେ ଲଗାନ୍ତୁ। ଭଗବାନ ଧୂପ ଏବଂ ଦୀପରେ ବହୁତ ସନ୍ତୁଷ୍ଟ ହୋଇଥାନ୍ତି। ଆଉ ଯଦି ଆପଣମାନେ ଧୂପ ଦୀପ ଲଗାଇବେ, ତାହେଲେ ଭଗବାନ ଆପଣଙ୍କ ମନ କଥା ନିଶ୍ଚିନ୍ତ ଭାବରେ ବୁଝିବେ। ସାଙ୍ଗମାନେ,
ଦ୍ୱିତୀୟରେ ହେଉଛି ଯେଉଁ ଘରେ ସ୍ତ୍ରୀମାନଙ୍କ ସହ ବହୁତ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଛି ଓ ସ୍ୱାମୀମାନେ ସ୍ତ୍ରୀମାନଙ୍କୁ ମାରପିଟ ଆଦି ବ୍ୟବହାର କରୁଛନ୍ତି, ସେହି ଘରେ କେବେ ହେଲେ ମା ଲକ୍ଷ୍ମୀଙ୍କର ବାସ ରହିବ ନାହିଁ। ହିନ୍ଦୁ ଧର୍ମ ଅନୁସାରେ ନାରୀମାନଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ ରୂପେ ମନାଯାଇଥାଏ। ନାରୀ ଉପରେ ସଂସାର ନିର୍ଭର ହୋଇ ରହିଥାଏ। ଯଦି କୌଣସି ପରିବାରରେ ନାରୀମାନଙ୍କର ଅସମ୍ମାନ କରାଯାଇଥାଏ, ତାହେଲେ ଏଥିପାଇଁ ସେହି ପରିବାରକୁ ଦରିଦ୍ରତା ସହ ବହୁତ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିପାରେ। ତେଣୁ ସର୍ବଦା ନାରୀମାନଙ୍କର ସମ୍ମାନ କରନ୍ତୁ ଓ ସେମାନଙ୍କୁ ଖୁସିରେ ରଖନ୍ତୁ। ସାଙ୍ଗମାନେ, ଯଦି ଆପଣମାନେ ନାରୀଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି, ଯଦି ଆପଣମାନେ ଆପଣଙ୍କ ଘରର ସ୍ତ୍ରୀ ହୁଅନ୍ତୁ, ଘରର ଝିଅ ହୁଅନ୍ତୁ, ଘରର ମା ହୁଅନ୍ତୁ, ସେମାନଙ୍କୁ ଆପଣମାନେ ଅସଦାଚାର କରୁଛନ୍ତି, ସେମାନଙ୍କୁ ଆପଣମାନେ ହାତ ଉଠାଉଛନ୍ତି, ସେମାନଙ୍କୁ ଆପଣମାନେ ମାରୁଛନ୍ତି, ତାହେଲେ ଆପଣମାନେ ଗୋଟିଏ କଥା ମନେ ରଖିଥାନ୍ତୁ, ନିଜ ଜୀବନରେ କେବେ ବି ହେଲେ ତୁମେମାନେ ଆଗକୁ ବଢ଼ିପାରିବ ନାହିଁ। କେବେ ବି ହେଲେ ଆପଣମାନେ ସଫଳତା ହାସଲ କରିପାରିବେ ନାହିଁ। କେବେ ବି ହେଲେ ଆପଣମାନେ ଗୋଟିଏ ଧନୀ ମଣିଷ ହୋଇପାରିବେ ନାହିଁ। ସବୁବେଳେ ଦରିଦ୍ରତାରେ ଆପଣମାନେ ବୁଡ଼ି ରହିବେ। ସେଥିପାଇଁ ନାରୀମାନଙ୍କୁ ସମ୍ମାନ ଦିଅନ୍ତୁ। ନାରୀ ନିଜର ଘରର ହୋଇଥାନ୍ତୁ କି କୌଣସି ବାହାରର ମଧ୍ୟ ହୋଇଥାନ୍ତୁ, ସବୁ ନାରୀମାନଙ୍କୁ ସମ୍ମାନ ଦେବା ହେଉଛି ପୁରୁଷମାନଙ୍କର ଦାୟିତ୍ୱ। ତ ସେଥିପାଇଁ ଆପଣମାନଙ୍କୁ ଅନୁରୋଧ କରୁଛି, ମୁଁ ନାରୀମାନଙ୍କୁ ସମ୍ମାନ ଦିଅନ୍ତୁ। ସାଙ୍ଗମାନେ, ତୃତୀୟରେ ହେଉଛି ଜୀବନରେ କେବେ ହେଲେ ଭୁଲ ସେ ମଧ୍ୟ କୌଣସି ଲୋକଙ୍କୁ ଠକିବା ଉଚିତ ନୁହେଁ, କାରଣ ଏହା ଏକ ପ୍ରକାରର ଚୋରି ହୋଇଥାଏ। ଯଦି ଆପଣ କୌଣସି ଲୋକଙ୍କୁ ଠକୁଥିବେ, ତାହେଲେ ଆପଣ ଚୋରି କରୁଛନ୍ତି। ଯେଉଁ ଲୋକ ଚୋରି କରିଥାଏ, ସେହି ଲୋକଙ୍କୁ ନର୍କ ଯିବାକୁ ପଡ଼ିଥାଏ। ଏହା ସହିତ ସେହି ଲୋକଙ୍କ ଉପରେ କେବେ ହେଲେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିନଥାଏ। ସାଙ୍ଗମାନେ, ଚୋରି ମଧ୍ୟ ବହୁତ ବଡ଼ ପାପ ଅଟେ। ଏହି ପାପ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡ଼ିଥାଏ। ତେଣୁ ନିଜ ଜୀବନରେ ସବୁବେଳେ ଅନ୍ୟ ମଣିଷମାନଙ୍କର ସହାୟତା କରନ୍ତୁ ଓ କେବେ ହେଲେ କାହାକୁ ଠକନ୍ତୁ ନାହିଁ। ସାଙ୍ଗମାନେ, ଯଦି ଆପଣମାନଙ୍କର ଗୁଣ ଖରାପ ଅଛି, ଯଦି ଆପଣମାନେ ଚୋରି କରୁଛନ୍ତି, ତାହେଲେ ଆପଣମାନେ କେବେ ବି ହେଲେ ଆପଣଙ୍କର ଚୋରି ଧନରେ ଆପଣମାନେ ଆଗକୁ ବଢ଼ିପାରିବେ ନାହିଁ। କାରଣ ଆପଣମାନେ ଗୋଟିଏ କଥା ନିଶ୍ଚିନ୍ତ ଭାବରେ ଜାଣିଥିବେ, ଏ ଦୁନିଆରେ ଯେଉଁମାନେ ସବୁ ଖରାପ କାମ କରିଛନ୍ତି, ଯେଉଁମାନେ ସବୁ ଚୋରି କରିଛନ୍ତି, ସେମାନେ ଗୋଟିଏ ସମୟରେ ନିଶ୍ଚିନ୍ତ ଭାବରେ ଧରା ପଡ଼ିଛନ୍ତି। ଆଉ ଯେବେ ସେମାନେ ଧରା ପଡ଼ିଛନ୍ତି, ସେମାନେ ସେବେଠୁ ହିଁ ତଳକୁ ଖସି ଯାଇଛନ୍ତି, ସେବେଠୁ ହିଁ ସେମାନେ ଦରିଦ୍ର ହୋଇଯାଇଛନ୍ତି। ତ ସେଥିପାଇଁ ଗୋଟିଏ କଥା ସଦା ସର୍ବଦା ମନରେ ରଖନ୍ତୁ, ଯେତିକି ଆପଣମାନେ ରୋଜଗାର କରୁଛନ୍ତି, ଯେତିକି ଆପଣମାନେ ମେହନତ କରି କମାଉଛନ୍ତି, ସେହି ପଇସା ହିଁ ନିଜର କର୍ମରେ ଲାଗିଥାଏ, ସେହି ପଇସା ହିଁ ଭଲ କାର୍ଯ୍ୟରେ ଆସିଥାଏ। ହେଲେ ଆପଣମାନେ କ'ଣ କରୁଛନ୍ତି ନା, ଆପଣମାନେ ଭାବୁଛନ୍ତି କି ମୁଁ ଚୋରି କରିଦେଲେ ରାତାରାତି ବଡ଼ ଲୋକ ହୋଇଯିବି, ମୋ ପାଖରେ ବହୁତ ଅଧିକ ଟଙ୍କା ହୋଇଯିବ, ବହୁତ ଅଧିକ ବ୍ୟାଙ୍କ ବାଲାନ୍ସ ହୋଇଯିବ। ହେଲେ ଏହା ହେଉଛି ସମ୍ପୂର୍ଣ୍ଣ ଭାବରେ ଭୁଲ। କାରଣ ଚୋରି ଧନକୁ କେହି ବି ଆଜି ପର୍ଯ୍ୟନ୍ତ ହଜମ କରିପାରିନାହାନ୍ତି କି ଆପଣମାନେ ମଧ୍ୟ ହଜମ କରିପାରିବେ ନାହିଁ। ସାଙ୍ଗମାନେ, ମୋ କଥାଟିକୁ ଟିକେ ମନ ଧ୍ୟାନ ଦେଇକରି ଶୁଣିବେ। ମୁଁ ଯାହା ବି ସବୁ ଆପଣମାନଙ୍କୁ କହିଲି, ଯଦି ଆପଣମାନେ ସେହିସବୁ ଜିନିଷକୁ ପାଳନ କରିବେ ନା, ତାହେଲେ ନିଶ୍ଚିନ୍ତ ଭାବରେ ନିଜ ଜୀବନରେ ନିଜେ ପରିବର୍ତ୍ତନ ଆଣିପାରିବେ। ତ ସେଥିପାଇଁ ନିଜକୁ ପରିବର୍ତ୍ତନ କରାନ୍ତୁ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ, ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ।